ବାପ ପୁଅ ସାଙ୍ଗ ହେଇକି କ୍ଷିଅର ହବନି। କାହିଁକି? ତାର କାରଣ ହଉଛି ମାଇଲା ଭଳିଆ ମାରିଦବ ଆଉ କଣ, କ୍ୱଚିତ କିଏ ବାରଣ କରୁଛି, କ୍ଷତି କିଛି ହେଇପାରେ ଆଉ କଣ ଥିବ ତାର ମୁଁ ଜାଣିନି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ଆପଣଙ୍କର ଦୀନବନ୍ଧୁ। ଆଜି ଆମର ସେଇ ଚୁଇଁ ଭାଇ ପାନ ଦୋକାନ ପାଖରେ ଆଜି ଗୋଟେ ନୂଆ ଭିଡିଓ ସହିତ ଆମେ ପହଞ୍ଚିଛୁ। ମୋର ଆଜି ଗୋଟେ କ୍ୱେଶ୍ଚିନ୍ ଅଛି, ବାପ ପୁଅ ଏକାଠି ଚୁଟି କାଟିବେ ନାହିଁ କାହିଁକି? ତାହେଲେ ଆଗରୁ ଅଛି ନା, ଆଉ ସାନ ହେଇଥିଲେ କାଟି, ବଡ ହେଲେ କାଟି ନା ଯଦି କାଟିଲେ କଣ ଅସୁବିଧା ହବ? ଯଦି ଅସୁବିଧା କଣ, ବୋପାକୁ ମାଇଲା ଭଳିଆ ମାରିଦବ ଆଉ କଣ। ଆମର ଆଉ ଆଉ ଅନ୍ୟ ଭାଇ ମାନେ ଅଛନ୍ତି, ଆମର ବାପ ପୁଅ ଏକାଠି କାହିଁ ଚୁଟି କାଟନ୍ତି? କାଟନ୍ତି ନାହିଁ କାହିଁକି? ଭାଇ ଆପଣ ଅଛନ୍ତି ଟିକେ କହିବେ, ବାପ ହାତ ପଛପ ପକେଇ ଦିଅନ୍ତି। ଆଚ୍ଛା ଚୁଇଁ ଭାଇ କହିବେ, ଚୁଇଁ ଭାଇ ଜମା କହିନାହାନ୍ତି ଏ ବୁମ୍ ରେ ଜମା ଆରମ୍ଭ ହେଇଯାଉ। ଚୁଇଁ ଭାଇ କୁହ। ମୁଁ ଆଉ ବିଷୟରେ ଜାଣିନି, ସୁପନ ହେଇକି ଆମର ଦିଅ। ଆଚ୍ଛା ଭାଇ ଆମର ବୋପା ପୁଅ ବଡ ପୁଅ କାଟନ୍ତି ନାହିଁ, ଆମର ସମାଜ ଅଛି। ଆଉ ଆମେ କଣ ଆଉ ତା ବିଷୟରେ କିଛି ଜାଣିନୁ। ବଡ ପୁଅ କାଟନ୍ତି, ଆଉ ସାନ ପୁଅ ବି କାଟି ପାରିବ, ସମସ୍ତେ କାଟୁଛନ୍ତି। ଆଜିକାଲି ସବୁ କାଟିଲେଣି, ଆଜିକାଲି ବାରଣ ନାହିଁ ତା ଅଛି। କିଏ ସମସ୍ତେ ପାଖେ ବାରଣ ଅଛି କଣ, କିଏ ମାନେ କ୍ୱଚିତ କିଏ ବାରଣ କରୁଛି, ମାନେ ସମାଜ କିଏ ବାରଣ କରୁଛି। ବାପ ପୁଅ କେତେବେଳେ, ବଡ ପୁଅ ବାପା କେତେବେଳେ ଚୁଟି କାଟନ୍ତି ସାଙ୍ଗ ହେଇକି? ସାଙ୍ଗ ହେଇକି ସୁଧିକିଆ ବେଳେ କାଟନ୍ତି। ବାପ ପୁଅ କେତେବେଳେ ଚୁଟି କାଟନ୍ତି, ସେ ବଡ ପୁଅ ବାପ? ଚୁଇଁ ଭାଇ କହ, ଚୁଇଁ ଭାଇ କୁହ। କେତେବେଳେ କାଟନ୍ତି, ଜେଜେବାପା ଧର ମରିଗଲା, କି ମା ମରିଗଲା, ବୁଢୀ ମା ମରିଗଲା, ଆଉ ତୋର ମୂର୍ତ୍ତିକାଟ ହେଇଛି, ତାହେଲେ ବାପ ପୁଅ ସମସ୍ତେ କାଟି ପାରିବେ, ଚୁଟି କାଟିବେ। କିନ୍ତୁ ଅଲଗା ବାରରେ ଯଦି ବଡ ପୁଅ ହେଇଥିବ ଘରର, ବାପ ଯୋଉଦିନ କାଟିବ ପୁଅ କାଟି ପାରିବ ନା। କାଟିଲେ କଣ ଅସୁବିଧା ହବ? କାଟିଲେ ଅସୁବିଧା କଣ ଅଛି ଆମେ ଜାଣିନୁ, କିନ୍ତୁ ଶୁଣିବା କଥା ଯେ ଅସୁବିଧା କଣ, ବାପ ଉପରେ ଟିକେ ପ୍ରେସର ପଡେ ଆଉ କ୍ଷତି କିଛି ହେଇପାରେ ଆଉ। ଅସୂର୍ଯ୍ୟରେ ବାପ ପୁଅ କାଟନ୍ତି, କିନ୍ତୁ ସୂର୍ଯ୍ୟ ବେଳେ କାଟିଲେ ସେଇଟା ଖରାପ ହୁଏ। ବାପ ବୋଉ ପୁଅକୁ ଯାହେଲେ ଖରାପ ନିୟମ ନୁହେଁ। କଣ ମାନେ କଣ ଗୋଟେ ବିଧାନରେ ଅଛି, ସେ ତ ବାମୁଣିଆ କହନ୍ତି ନାଇଁ, ବାପ ପୁଅ ଏକ ସାଙ୍ଗରେ କାଟିବନି, ଯେ ପୁଅ କାଟିବ ବାପ କାଟିବନି, ବାପ କାଟିବ ପୁଅ। ଆମ ପଟରେ କାହିଁ ନା ସେଇଟା ଅସୂର୍ଯ୍ୟରେ କଟାଯାଏ। ଆଉ ତମେ ତ ସୂର୍ଯ୍ୟ କାହିଁ ବାପ ତୁମେ ପୁଅ ଆଜି କାଟୁଛ, ଆମେ ଜାଣିବୁ ଏଇଆ, ଆଉ କଣ ଥିବ ତାର ମୁଁ ଜାଣିନି। ଆମର ଗୋଟିଏ ପଦ ଅଛି ଯେ କ୍ଷୌର ହୋଇବ ବାପ ପୁଅରେ, କ୍ଷୌର ନୋହିବ ବାପ ପୁଅରେ, କ୍ଷୌର ହୋଇବ ବାପ ପୁଅରେ। ବାପ ପୁଅ କିଏ ଏଠି ନା, ବାପ ହେଲେ ଚନ୍ଦ୍ର ଏବଂ ପୁଅ ହେଲେ ବୁଧ। ଆମର 7ଟା ବାର ଭିତରୁ ପ୍ରକୃତରେ କେବଳ ସୋମବାର ଆଉ ବୁଧବାର ଆମେ କ୍ଷୌର ହବା କଥା ବା ଚୁଟି କାଟିବା କଥା, ଅନ୍ୟ ବାର ଗୁଡାକରେ କାଟିବା କଥା ନୁହେଁ। ପ୍ରଥମ କଥା ଇଏ, କ୍ଷୌର ନୋହିବ ବାପ ପୁଅରେ, ଅର୍ଥାତ୍ ବାପ ପୁଅ ସାଙ୍ଗ ହେଇକି କ୍ଷିଅର ହବନି। କାହିଁକି? ତାର କାରଣ ହଉଛି, ଆମର ଯେତେ ସବୁ ଅଛି ଅଶୌଚ କ୍ରିୟା କର୍ମ, ଧର ଯାହା କହନ୍ତି ଛୁତିକିଆ ମୃତ୍ତିକିଆ, ସୃତକ ଏବଂ ମୃତକ ସମୟରେ ସେତେବେଳେ କ୍ଷୌର ହୁଅନ୍ତି 10 ଦିନ। ଜଣେ କିଏ ମରିଗଲେ 10 ଦିନ କ୍ଷୌର ହୁଅନ୍ତି, ସେଠି ବାପ ପୁଅ ସାଥୀ କ୍ଷୌର ହେବେ। ଛୁତିକିଆରେ ବି ସେଇଆ, ସେଦିନ ଯୋଉଦିନ ସେମାନେ ହାଣ୍ଡି କରିବେ, ଶୌଚ ହେବେ, ସେଦିନ ହିଁ ବାପ ପୁଅ ସାଙ୍ଗ ହେଇ ଗୋଟେ ଦିନରେ କ୍ଷିଅର ହେଇପାରିବେ। ତେଣୁ ଅଶୌଚ କର୍ମରେ ବାପ ପୁଅ ସାଙ୍ଗ ହେଇ ଚୁଟି କାଟୁଥିବାରୁ ଭଲ ଦିନ ମାନଙ୍କରେ ମନା କରାଯାଏ, ବାପା ପୁଅ ଏକା ଦିନରେ ଚୁଟି କାଟିବନି। ଯଦି କାଟିବି ସେମିତି କିଛି ଅସୁବିଧା ହବ? କିଛି ସେମିତି ନାହିଁ, ଏ ଗୋଟେ ବିଶ୍ୱାସ ରହିଛି ସମାଜରେ, ଯେହେତୁ ଅଶୌଚରେ ସାଙ୍ଗ ହେଇ କାଟୁଛେ, ତେଣୁ ଭଲ ଦିନରେ ସାଙ୍ଗ ହେଇ କାଟିବାନି, ଅଲଗା ଅଲଗା ଦିନରେ ବାପ ପୁଅ ଚୁଟି କାଟିବେ। ହଁ, କିଛି କଣ ଅସୁବିଧା? କିଛି ଅସୁବିଧା ନାହିଁ, କିଛି ଅସୁବିଧା କଣ। ଠିକ ଅଛି, ଆନ୍ସର ଟା ପାଇଲେ, ଆଉ ଆପଣ ମାନେ ଏହାର ଆନ୍ସର ଟା କମେଣ୍ଟସ କରି ଜଣେଇବେ। ଜୟ ଜଗନ୍ନାଥ।